ବିଜୁ ବାବୁ ଓଡ଼ିଶାର ଜଣେ ବରପୁତ୍ର ଥିଲେ। ଏଥିରେ କାହାରି ସନ୍ଦେହ ଅଛି? ଏଥିରେ ପକ୍ଷ ପ୍ରତିପକ୍ଷ ନୁହଁ। ବିଜୁ ଜନତା ଦଳ ଯଦି ଭାବୁଥିବ ଯେ ବିଜୁ ବାବୁ ତାଙ୍କର ସମ୍ପତ୍ତି ଥିଲେ, ବିଜୁ ବାବୁ ଜାତୀୟ ସମ୍ପତ୍ତି ଥିଲେ, ଓଡ଼ିଶା ପାଇଁ ଗୌରବ ଆଣିଥିଲେ ସେ। ତେଣୁ ବିଜୁ ବାବୁଙ୍କ ପାଇଁ ଅସମ୍ମାନର ପ୍ରଶ୍ନ ନାହିଁ। ଏକ ଦ୍ୱିତୀୟ, ଯେଉଁ ସମୟରେ ସାରା ଦେଶରେ ପଞ୍ଚାୟତରାଜ ଦିବସ ଏପ୍ରିଲ 24 ତାରିଖରେ ହେଉଛି, ଆମେ ଦେଶଠାରୁ ଭିନ୍ନ ଆମେ ଆଉ ଗୋଟେ ତାରିଖ ଧାର୍ଯ୍ୟ କରିବା। ଅତୀତରେ କେବେ ଏପ୍ରିଲ 24 ତାରିଖ ଦିନ ବିଜୁ ଜନତା ଦଳ ସରକାର ଥିଲା ବେଳକୁ କିମ୍ବା ଜନତା ଦଳ ସରକାର ଥିଲା ବେଳକୁ କେବେ ସେମାନେ ଏପ୍ରିଲ 24କୁ ଜାତୀୟ ତୁମେ କହିବ ସ୍ୱାଧୀନତା ଦିବସ ଆଉ ଗୋଟେ ପାଳନ କରିବୁ, ଓଡ଼ିଶାରେ ଗଣତନ୍ତ୍ର ଦିବସ ଆଉ ଗୋଟେ ପାଳନ କରିବୁ। ଆମେ ଓଡ଼ିଶାବାସୀ 1857 ପୂର୍ବରୁ ଇଂରେଜ ବିରୁଦ୍ଧରେ ଲଢ଼ିଥିଲୁ, 1857ରେ ମଧ୍ୟ ଲଢ଼ିଥିଲୁ, ଦେଶ ସ୍ୱାଧୀନତାରେ ମଧ୍ୟ ଲଢ଼ିଥିଲୁ। ଜାତୀୟ ସ୍ରୋତରେ ଓଡ଼ିଶା ଯୁଗେ ଯୁଗେ ରହିଛି ଯାଇ ସାଙ୍ଗରେ। ତେଣୁ ଏପ୍ରିଲ 24 ସାରା ପ୍ରଦେଶ ଦେଶର ଭିନ୍ନ ପ୍ରଦେଶରେ ହେବ, ଓଡ଼ିଶା ମଧ୍ୟ ସେଥିରେ ଅଂଶଗ୍ରହଣ କରିବ। ରହିଲା ବିଜୁ ବାବୁଙ୍କର ପ୍ରତି ସମ୍ମାନ କଥା। ବିଜୁ ବାବୁଙ୍କୁ ଜଣେ ବରପୁତ୍ର, ତାଙ୍କର ଜନ୍ମ ଜୟନ୍ତୀ ହେଉ କିମ୍ବା ତିରୋଧାନ ଦିବସ ହେଉ, এটা কেবল বিজু জনতা দল নুহ কিংবা সরকার নুহ, এটা ওড়িশাবাসীଙ୍କର দায়িত্ব। এবং আসন্তা মার্চ 5 তারিখ দিন সরকারি স্তরের আমার সরকার বিজু বাবুଙ୍କର ইয়ে জয়ন্তী পালন করিব।